ପିଲାମାନେ ଆଜି ସମସ୍ତଙ୍କୁ ଆଜିର ଏହି ଶ୍ରେଣୀ କାର୍ଯ୍ୟକ୍ରମକୁ ସ୍ୱାଗତ। ତୁମେମାନେ ସମସ୍ତେ ଭଲରେ ଅଛ ନା? ହଁ, ତୁମେ ସମସ୍ତେ ଭଲରେ ଅଛ ଆଉ ମୁଁ ବି ଭଲରେ ଅଛି। କହିଲ ପିଲେ, ଏ ଚିତ୍ରଟି ଦେଖି କହିଲ କ'ଣ ଦେଖୁଛ? ଏ ଚିତ୍ରଟି ଜଣେ ମା ତା ପିଲାକୁ କେମିତି ଗେଲ କରୁଛି ଦେଖିଲ। ତମ ମା ତମମାନଙ୍କୁ ସମସ୍ତଙ୍କୁ ଗେଲ କରନ୍ତି କି ନାହିଁ? ଠିକ୍ ସେହିପରି ଏ ଚିତ୍ର କହୁଛି ଗୋଟେ ମା ତା ପିଲାକୁ କେତେ ସ୍ନେହ ମମତା ଭରିଦିଏ। ଆସ ଆଜି ଆମେ ତମ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିରେ ଥିବା ଦୁଃଖୀଧନ ନୀଳମଣିରେ କବିତାଟିକୁ ଆବୃତ୍ତି କରିବା ଏବଂ ତାର ସାରାଂଶକୁ ବୁଝିବା। ଏହି କବିତାଟିକୁ ଆମେ ଆବୃତ୍ତି କରିସାରିଲା ପରେ ଆମେ ଭାଷାର ଗୁଣାତ୍ମକତା ପ୍ରତି ଦୃଷ୍ଟି ଦେଇ ନିଜ ଭାଷା ବା ମୌଖିକ ଭାଷାର ଆମେ ଅନେକ କଥା ଶିଖିବା। ଦେଖିଲ ପିଲେ, ଏ ଚିତ୍ରରେ ତୁମେ କ'ଣ ଦେଖୁଛ? ହଁ, ଏ ଚିତ୍ରରେ ଶ୍ରୀକୃଷ୍ଣଙ୍କ ଚିତ୍ର ଦେଖୁଛ ନୁହେଁ କି? ଆଉ ସେ ଜଣକ ହେଉଛନ୍ତି ତାଙ୍କ ମା ଯଶୋଦା। ଶ୍ରୀକୃଷ୍ଣଙ୍କୁ ଗେହ୍ଲରେ ମା ଯଶୋଦା ତାଙ୍କ କୋଳରେ ବସେଇଛନ୍ତି। ତୁମେ କହିଲ, ଆଉ କ'ଣ ଜାଣିଛ ଶ୍ରୀକୃଷ୍ଣଙ୍କ ବିଷୟରେ? ହଁ, ତମେ ଜାଣିଛ ଶ୍ରୀକୃଷ୍ଣ ଗାଈ ଚରାଇବାକୁ ଯାଉଥିଲେ। ଶ୍ରୀକୃଷ୍ଣ ବଣରୁ ଫେରିବା ବିଳମ୍ବ ହେଲେ ମା ଯଶୋଦା ବହୁତ ଚିନ୍ତିତ ହୋଇ ପଡୁଥିଲେ। ତୁମେ କହିଲ, ତୁମ ମା ତୁମ ପାଇଁ ଚିନ୍ତା କରନ୍ତି କି ନାହିଁ? ଚିନ୍ତା କରନ୍ତି। ତୁମର ବିଳମ୍ବ ହେଲେ ସମସ୍ତ ମା ମାନେ ତାଙ୍କ ପିଲାଙ୍କର ବିଳମ୍ବରେ ଚିନ୍ତିତ ହୋଇ ପଡନ୍ତି। କାଳେ ମୋ ପିଲାର କ'ଣ ବିପଦ ଘଟିଲା କି? ମା ମନ ସବୁବେଳେ ପାପ ଛୁଇଁଥାଏ। ଆସ ଆଜି ଶ୍ରୀକୃଷ୍ଣ ବଣକୁ ଗଲା ପରେ ବିଳମ୍ବ ହେବାରୁ ଫେରିବାର ମା ଯଶୋଦା କ'ଣ କ'ଣ ଚିନ୍ତା କରିଛନ୍ତି ସେହି ବିଷୟରେ କବିତାଟିକୁ ଆବୃତ୍ତି କରିବା। କହିଲ ପିଲେ, ଏ ଚିତ୍ର କ'ଣ କହୁଛି? ମା ସିନା ପିଲାକୁ ଗେଲ କରନ୍ତି, ମା ବି ଶାସନ କରନ୍ତି। ତମକୁ ତୁମ ମା ଶାସନ କରନ୍ତି କି ନାହିଁ? ସେ ଶାସନ ଭିତରେ ବି ଅନେକ ସ୍ନେହ ଥାଏ। ଦେଖିଲ, ଶ୍ରୀକୃଷ୍ଣକୁ ମା ଯଶୋଦା ଶାସନ କରିବା ପାଇଁ ଦଉଡ଼ିର ବ୍ୟବହାର କରିଛନ୍ତି। ଦେଖିଲ, ଏଠି କ'ଣ ଦେଖୁଛ ପିଲେ? ହଁ, ମା ଯଶୋଦା ଶ୍ରୀକୃଷ୍ଣ ଯେହେତୁ ଲବଣୀ ଆଉ କ୍ଷୀର ଖାଇବାକୁ ଭଲ ପାଆନ୍ତି, ତେଣୁ ଗାଈ ଠାରୁ କ୍ଷୀର ଦୋଇଲା ବେଳେ ଶ୍ରୀକୃଷ୍ଣ କେମିତି ଖୁସିରେ କ୍ଷୀର ପିଉଛି ଦେଖିଲ। କେତେ ଖୁସି ହଉଛି ନୁହେଁ କି? ହଁ, ସେମିତି ମା ଯଶୋଦା ସେଇଭଳି ଭାବରେ ଶ୍ରୀକୃଷ୍ଣକୁ ସ୍ନେହରେ ପାଳିଥିଲେ। ଆସ କବିତାଟିକୁ ଆବୃତ୍ତି କରିବା। ମୁଁ ଯେମିତି ଆବୃତ୍ତି କରୁଛି ତୁମେ ଠିକ୍ ସେହିପରି ଆବୃତ୍ତି କରିବ। ଦୁଃଖୀଧନ ନୀଳମଣିରେ ମା ବୋଲି କିଏ ଡାକିବ ମୋତେ? ଦୁଃଖୀଧନ ନୀଳମଣିରେ ଗୋରୁ ଘେନି ଫେରି ଆସିଲା ବେଳକୁ କାହା ପାଇଁ ଜଗି ବସିବି ପଥେ? ଦୁଃଖୀଧନ ନୀଳମଣିରେ ଯେବେ ବିକା ଆସିବ କଳି, କାନ୍ଦି କିଏ କରିବଳି? ଚଳି ହେଉଥିଲେ ଧୂଳି ବଳି ହୋଇ ଦୋଳିକେ ଖେଳିବ କାନି ପଣତେ? ଦୁଃଖୀଧନ ନୀଳମଣିରେ ମା ବୋଲି କିଏ ଡାକିବ ମୋତେ? ଦୁଃଖୀଧନ ନୀଳମଣିରେ ଯେବେ ବିକା ଆସିବ କଳି, କାନ୍ଦି କିଏ କରିବଳି? ଚଳି ହେଉଥିଲେ ଧୂଳି ବଳି ହୋଇ ଦୋଳିକେ ଖେଳିବ କାନି ପଣତେ? ଦୁଃଖୀଧନ ନୀଳମଣିରେ। ଯେବେ ଦୋହି ମୁହାଁ ହୋଇବ, କିଏ ସେ ଲବଣୀ ଖାଇବ?
ହଇଣ ଆନନ୍ଦ ଗାଇ ଦୋଇବାକୁ ଶିକା ଛନ୍ଦ ଘେନି କେ ଯିବ ହାତେ ଦୁଃଖୀ ଧନ ନୀଳମଣିରେ ମା ବୋଲି କିଏ ଡାକିବ ମତେ ଦୁଃଖୀ ଧନ ନୀଳମଣିରେ। ଏହିଭଳି ଭାବରେ ମା ଯଶୋଦା ଦୁଃଖରେ ଶ୍ରୀକୃଷ୍ଣଙ୍କୁ ଅପେକ୍ଷା କରି ବସିଛନ୍ତି। ମନେ ପକାଉଛନ୍ତି ଶ୍ରୀକୃଷ୍ଣ କେତେ ଅଳି ଅଝଟି କରୁଥାଏ, କାଳେ ତା ଉପରେ ବିପଦ ପଡ଼ିଲା କି। ଏହିଭଳି ଭାବରେ କୃଷ୍ଣଙ୍କର କଥା ମନେ ପକାଇ ମା ଯଶୋଦା ଚାହିଁ ବସିଛନ୍ତି ତାଙ୍କ ଫେରିବା ବାଟକୁ। ତୁମେ ଠିକ୍ ଏହିଭଳି ଭାବରେ କବିତାଟିକୁ ଆବୃତ୍ତି କରି ତାର ସାରାଂଶକୁ ଜାଣିବ। ଧନ୍ୟବାଦ ସମସ୍ତଙ୍କୁ।